ମାଙ୍କଡ଼ ଘରେ ପଶିଲେ ଶୁଭ ହୁଏ ନା ଅଶୁଭ ହୁଏ? ସଠିକ୍ ଉତ୍ତର ଜାଣିବା ଆଗରୁ ଆମ ଚ୍ୟାନେଲକୁ ନୂଆ କରି ଆସୁଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ। ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର ଭିଡ଼ିଓ। ହିନ୍ଦୁ ଧର୍ମ ଅନୁସାରେ ମାଙ୍କଡ଼ଙ୍କୁ ପ୍ରଭୁ ହନୁମାନଙ୍କ ରୂପେ ପୂଜା କରାଯାଏ। ସଙ୍କଟ ମୋଚନ ହନୁମାନ ପ୍ରଭୁ ସନାତନ ଧର୍ମରେ ରାମଚନ୍ଦ୍ରଙ୍କ ପରମ ଭକ୍ତ ପ୍ରଭୁ ହନୁମାନ। ତ ଆଜିର ଭିଡ଼ିଓଟି ହେଉଛି ମାଙ୍କଡ଼ ଯଦି ଘରେ ପଶେ କ'ଣ ହେବ। ବାସ୍ତୁଶାସ୍ତ୍ର ଅନୁସାରେ ମାଙ୍କଡ଼ ଯଦି ଘରେ ପଶେ ତାହା ଆପଣଙ୍କ ସିଧାସଳଖ ନେଗେଟିଭ୍ ପ୍ରଭାବ ଦେଖାଯାଏ। ନେଗେଟିଭ୍ ପ୍ରଭାବ ହେଉଛି ଆପଣଙ୍କ ଘରେ ଧନହାନି ପ୍ରାଣପୀଡ଼ା ଦେଖାଯାଏ। ତାହାର ପ୍ରତିକାରକ ସ୍ୱରୂପ ଯଦି ଆପଣ କରିବେ, କେଉଁ ଏକ ମଙ୍ଗଳବାର ଦିନ ଆପଣ ଯଦି ଏକ ବ୍ରାହ୍ମଣକୁ ହନୁମାନ ଚାଳିଶା ପୁସ୍ତକ କିମ୍ବା ଦାନ ଧର୍ମ ଖାଇବାକୁ ଭୋଜନ ଦେଇ ତାଙ୍କୁ ସନ୍ତୁଷ୍ଟ କଲେ, ଆଉ ମଙ୍ଗଳବାର ଦିନ ହନୁମାନ ମନ୍ଦିର ଯାଇ ହନୁମାନଙ୍କୁ ସିନ୍ଦୁର ଚଢ଼େଇଲେ ଆପଣଙ୍କର ସବୁ ରିଷ୍ଟ ଖଣ୍ଡନ ହେବ। କାରଣ ପ୍ରଭୁ ସଙ୍କଟ ମୋଚନ ସଙ୍କଟ ହରଣ କରନ୍ତି। ଏହା ଯଦି ଆପଣ ମାନିବେ ତେବେ ଆପଣଙ୍କ ପାଇଁକା ମଙ୍ଗଳ ଅଟେ। ତାହାଦ୍ୱାରା ଆପଣଙ୍କର ଜୀବନ ସୁଖମୟ ହେବ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର, କମେଣ୍ଟ ନିହାତି କରିବେ। ଆଉ କମେଣ୍ଟ ବକ୍ସରେ ପ୍ରଭୁ ଶ୍ରୀରାମ ନିହାତି ଲେଖିବେ। ରହିଲୁ, ଜୟ ଜଗନ୍ନାଥ।